ମାନେ ଗାଧେଇଲେ କଣ ହୁଏ କି ମହିଳା ମାନଙ୍କର ଗାଧେଇବାଟା ହଉଛି ଦେବତା ସ୍ଥାନ, ଦେବୀ ସ୍ଥାନ ହେଲେ ଅଲଗା, ଦେବତା ସ୍ଥାନ। ଯଦି ମହିଳା ଗାଧେଇ ଦିଏ, ମହିଳାର କୌଣସି କୁପ୍ରଭାବ ଯଦି ସେ ତାଙ୍କ ଦେହରେ ଥାଏ, ଗାଧେଇ ସେ ପାଣିଟା ଲାଲ ବର୍ଣ୍ଣ ହେଇଯାଏ। ତେଣୁକରି ମହିଳା ମାନଙ୍କୁ ଗାଧେଇବା ନିଷେଧ। ସମସ୍ତଙ୍କୁ ପ୍ରଣାମ। ଜୟ ଜଗନ୍ନାଥ, ଜୟ ଶିବଶଙ୍କର ବାବା ଭୋଲେନାଥ କି ଜୟ। ମୁଁ ଆଜ୍ଞା ଆସିଥିଲି ଅନୁଗୁଳରୁ। ଆମ ଘର ହେଉଛି ପରଙ୍ଗ ମଝିକା ମନ୍ଦିର ନିକଟରେ କାଶୀ ବୈଦ୍ୟନାଥ ବାବାଙ୍କ ପାଖରେ। କିଛି ବାବାଙ୍କ ବିଷୟରେ ଜାଣିବାକୁ ମୁଁ ଚାହୁଁଛି। ମୁଁ ଜାଣିବା ସହିତ ଆମର ଯେତିକି ଭାଇମାନେ ମୋ ଭିଡ଼ିଓ ମାଧ୍ୟମରେ ମୋର ଭକ୍ତ ଭାଇମାନେ ଅଛନ୍ତି, ବାବାଙ୍କର ଶ୍ରଦ୍ଧାଳୁମାନେ ଅଛନ୍ତି, ସେ ବି ଜାଣିବା ପାଇଁ ଚାହିଁବେ। କିନ୍ତୁ ବାବା ସିଦ୍ଧେଶ୍ୱରଙ୍କର ମହିମା, ବାବା ସିଦ୍ଧେଶ୍ୱରଙ୍କ ମନ୍ଦିରରେ ଥିବା ଆମର ଦୁଇଟି କୁଣ୍ଡ, ଗୋଟେ ହେଉଛି ଥଣ୍ଡା ଜଳ ଏବଂ ଗୋଟେ ଗରମ ଜଳ, ତା ବିଷୟରେ, ଏବଂ ଆମର ଏ ଯେଉଁ ପାଖରେ ଅଛି କିଆବୁଦା, ତା ବିଷୟରେ କିଛି ବାର୍ତ୍ତା ଟିକେ ଆଜ୍ଞା ରଖିଲେ ଭଲ ହବ। ଜୟ ଶ୍ରୀ ଶଙ୍କର। ଆଜ୍ଞା ଆପଣଙ୍କର ପରିଚୟଟା ପ୍ରଥମେ ଚାହିଁବି। ମୋ ନାଁ ଧାର୍ମିକ ପରିଛା। ଧନ୍ୟବାଦ ଆଜ୍ଞା। ଆମର ସିଦ୍ଧେଶ୍ୱର ବାବାଙ୍କର ତ ମହିମା କହିଲେ ଅନେକ ଗୁଡିଏ ଅଛି। ଆଜ୍ଞା ହଁ, ଜିଭ କାଟିକି ବି ଲୋକ ପାର ପଇଲେ ବି ଜିଭର ପ୍ରାପ୍ତ ହେଇକି ତାଙ୍କର ମନସ୍କାମନା ପୂର୍ଣ୍ଣ ହଉଛି। ଆଜ୍ଞା ବୁଝିପାରିଲେ କି? ଆଉ 84 କୁଣ୍ଡ ଅଛି ଆମର ଏଠି। ସବୁ ଦେବତା ମାନଙ୍କର ଯାହା ନା, କୁଣ୍ଡ ମାନଙ୍କର ବି ନା ତାହା। ଆଚ୍ଛା, ଏଇ ଯୋଉ 84 କୁଣ୍ଡ ଅଛି ଆଜ୍ଞା, ଏସବୁ ଆମର ଜଙ୍ଗଲ ଭିତରେ ଅଛି? ସବୁ କିଆବନ ଜଙ୍ଗଲ ଭିତରେ ଅଛି। ପ୍ଲସ୍ ଠାକୁରଙ୍କ ସ୍ନାନ କୁଣ୍ଡ ଅଛି। ସେ 84 କୁଣ୍ଡ ଭିତରେ ଏଇ ସ୍ନାନ କୁଣ୍ଡଟା ବି ମିଶିକି ରହିଛି। ଏଠି ବି ଯୋଉଟା ଅଛି ଆଜ୍ଞା। ତାପରେ ଅଗ୍ନିକୁଣ୍ଡ, ଆମର କ୍ଷୀର ସମୁଦ୍ର କ୍ଷୀର କୁଣ୍ଡ, ସବୁ ଅମୃତ କୁଣ୍ଡ, ଲବକୁଶ କୁଣ୍ଡ, ଦେବତା ମାନଙ୍କର ଯାହା ନା, କୁଣ୍ଡ ମାନଙ୍କର ବି ତାହା ନା। ଆମର ସେଠି ଗାଧୁଆ କୁଣ୍ଡ 2ଟା ଅଛି। ଆମର ମହେଶ୍ୱର ବାବାଙ୍କର ସାମନାରେ ଗୋଟେ ଅମୃତ କୁଣ୍ଡ, ସେଟା ଠାକୁରଙ୍କ ସ୍ନାନ କୁଣ୍ଡ, ଛୋଟ କୁଣ୍ଡ ସ୍ନାନ କୁଣ୍ଡ। ଆଉ ଆମର ସେଠି ଲୋକମାନେ ଗାଧୁଛନ୍ତି, ତା ପାଖରେ ଠାକୁର କେତେ ମହିମା। ଗୋଟେ ଖାଲି ହୁଳାଟେ ଦିଆଯାଇଛି, ସାଡେ ଥଣ୍ଡା, ଏପଟେ ଗରମ। ଫୁଟେ 1.5 ଫୁଟ ଅଲଗା ଭିତରେ ଗୋଟେ ଥଣ୍ଡା ଜଳ ଆମେ ପାଇପାରୁଛୁ, ଗୋଟେ ଗରମ ଜଳ। କିନ୍ତୁ ସେଠି ଆଜ୍ଞା ଲେଖା ହେଇଛି, ମୁଁ ଏବେ ଦେଖୁଥିଲି, ମହିଳା ମାନଙ୍କୁ ଗାଧେଇବା ନିଷେଧ। ମହିଳା ମାନେ ଗାଧେଇଲେ କଣ ହୁଏ କି ମହିଳା ମାନଙ୍କର ଗାଧେଇବାଟା ହଉଛି ଦେବତା ସ୍ଥାନ, ଦେବୀ ସ୍ଥାନ ହେଲେ ଅଲଗା, ଦେବତା ସ୍ଥାନ। ଯଦି ମହିଳା ଗାଧେଇ ଦିଏ, ମହିଳାର କୌଣସି କୁପ୍ରଭାବ ଯଦି ସେ ତାଙ୍କ ଦେହରେ ଥାଏ, ଗାଧେଇ ସେ ପାଣିଟା ଲାଲ ବର୍ଣ୍ଣ ହେଇଯାଏ। ତେଣୁକରି ମହିଳା ମାନଙ୍କୁ ଗାଧେଇବା ନିଷେଧ। ଆଉ ସେ ପାଣିଟା ବି ଦୁର୍ଗନ୍ଧ ଆସେ। ଆଚ୍ଛା, ତେଣୁକରି ମହିଳା ମାନଙ୍କୁ ଗାଧେଇବା ନିଷେଧ କରାଯାଇଛି। ଆଚ୍ଛା, କିନ୍ତୁ ପୁରୁଷ ଲୋକ ଗାଧେଇବେ, ଛୋଟ ଛୁଆ ଗାଧେଇବେ। ତାର ଡାହାଣ କରେ ଆଜ୍ଞା ଦେଖିଲି ଗୋଟେ ଛୋଟ ପାର୍କଟେ ବନା ଯାଇଛି। ପାର୍କଟା ତ ଆମର ପଞ୍ଚାୟତ ତରଫରୁ ବନେଇ ହଉଥିଲା, ଅଧା ଖଣ୍ଡିଆ ହେଇକି ରହିଛି। ଯାହା କିଛି ସରକାର ତରଫରୁ ଏବଂ କମିଟି ତରଫରୁ କିଛି ସମସ୍ତ ସହଯୋଗ ସମ୍ପୂର୍ଣ୍ଣ ହବା ବୋଲି ସେମାନେ କହୁଛନ୍ତି। ସରପଞ୍ଚ ବି ଆମର କହୁଥିଲେ। ଆଜ୍ଞା। ଆଚ୍ଛା, ଆମର କିଆବଣ ଭିତରେ ବହୁତ ପ୍ରକାର କୁଣ୍ଡ ଅଛି। କିଆବଣ ଭିତରେ ବହୁତ ପ୍ରକାର କୁଣ୍ଡ ଅଛି। କିଆବଣ ଭିତରେ ବହୁତ ଔଷଧୀୟ ବୃକ୍ଷ ବି ଅଛି। ଔଷଧ ବୃକ୍ଷ, ହଁ, ବହୁତ। ସେ ଭିତରକୁ ଆଜ୍ଞା ଯିବା ପାଇଁ ବି ରାସ୍ତା ଅଛି? ରାସ୍ତା ବି ଅଛି। ଚଲା ବାଟ ନା? ଚଲା ବାଟ ଅଛି, ଗାଡି ମଟର କିଏ ଯାଉଛି, ଚଲା ବାଟ ଅଛି। ଏଠି ଇଏ ସବୁ କୁଣ୍ଡ, ପ୍ରତ୍ୟେକ କୁଣ୍ଡକୁ ଚଲା ବାଟ ଅଛି। ଏଠି ଆଜ୍ଞା କେଉଁ କେଉଁ ଦିନରେ ବେଶୀ ଭିଡ଼ ଲାଗେ? ଶ୍ରାବଣ ମାସରେ ବହୁତ ଭିଡ଼, ଆମର କାର୍ତ୍ତିକ ମାସଟା ଭିଡ଼, ମକର ସଂକ୍ରାନ୍ତି ଭିଡ଼, ଆମର ଶିବରାତ୍ରି ଜାଗର ଯାତ୍ରାଟା ଭିଡ଼। ଏ ଦିନ ଗୁଡ଼ା ବହୁତ ଭିଡ଼। ଆଉ ବାବାଙ୍କର ଯେମିତି ଆପଣ କହିଲେ ଯେ ଜିଭ କାଟିଗଲେ ବି ବାବାଙ୍କର ଅଛି, ଆଉ କିଛି ମହିମା ବିଷୟରେ ବାବାଙ୍କର ଏଠି କେମିତି କୋଉ ପ୍ରକାର ଏଠି ମାନେ ଆସିବାର କ'ଣ ହେଲା, ମାନେ କେମିତି ବାବା ଏଠି ଆବିର୍ଭାବ ହେଲେ? ଆବିର୍ଭାବ କଥା କହିଲେ ତ ବହୁତ ଗୁଡ଼ାଏ। ଏଇଟା 2ଟା କିମ୍ବଦନ୍ତୀ କୁହେ। ପୌରାଣିକ କିମ୍ବଦନ୍ତୀ ହିସାବରେ ଗଲେ ବାବାଙ୍କର 2ଟା କିମ୍ବଦନ୍ତୀ। କୋଉଟା ସତ, ଆମେ ବର୍ତ୍ତମାନ ରିସର୍ଚ୍ଚରେ ଚାଲିଛୁ। ବୁଝିପାରିଲେ କି? କୋଉଟା ସତ, ବର୍ତ୍ତମାନ ଆମେ ବି ରିସର୍ଚ୍ଚରେ ଚାଲିଛୁ। ଯୋଉଟା କି ଆମେ ଗୋଟିଏ ରାମାୟଣକୁ ବୁଝେଇଲେ ଏଇଟା ଶୋଷଣ ଲିଙ୍ଗ ବୋଲି ସମସ୍ତେ ପ୍ରମାଣ ଦଉଛନ୍ତି। ଆଉ ଯଦି ଆମର ମହାଭାରତକୁ ବୁଝେଇଲେ, ମହାଭାରତ ବୁଝେଇଲେ ଯେତେବେଳେ ଆମର ପାଣ୍ଡବ ମାନେ ଅଜ୍ଞାତ ବନବାସ ଆସିଥିଲେ, ଏଠି ଆସିକି ସେମାନେ ରହିଥିଲେ ପ୍ରାୟ ବର୍ଷ କାଳରେ ରହିଲା ସମୟରେ ଏଠି କୁନ୍ତୀ ଦେବୀ ସିଦ୍ଧେଶ୍ୱର ବାବାଙ୍କୁ ଆମର ସ୍ଥାପନା କରିଥିଲେ। ସେ ଗୋଟେ ପ୍ରମାଣ ମିଳୁଛି। ମାନେ ମହାଭାରତରେ ଯୋଉ ପୌରାଣିକ ବର୍ଣ୍ଣିତ ଅଛି, କୁନ୍ତୀ ଦେବୀଙ୍କର ଇଏରୁ ଏଠି ପ୍ରଭୁଙ୍କର ଆସ୍ଥାନ ହେଇଛି। ଯେତେବେଳେ ଯୁଧିଷ୍ଠିର ପଚାରିଲେ ଯେ ମା, ତୁ ଗୋଟେ ଶିବଲିଙ୍ଗ ଗୋଟେ ସ୍ଥାପନ କରିଦେଲୁ, ଆମର ତ ସମୟ କାଳ ପାଖେଇ ହେଲା, ଆମେ ନିହାତି ଆମ ରାଜ୍ୟକୁ ଯିବା, ପ୍ରଭୁ ଏଠି ପାଣି କେମିତି ପାଇବେ? କୁନ୍ତୀ କହିଲେ, ଯଦି ମୁଁ ସତୀ ସ୍ତ୍ରୀ ହେଇଛି, ସକାଳ ପାଇଲା ବେଳକୁ ଠାକୁର ନିଜେ ଗାଧେଇକି ନିଜେ ସ୍ନାନ କରିକି ଥିବ। ତେଣୁକରି ଯେତେବେଳେ ତାଙ୍କ ପଞ୍ଚପାଣ୍ଡବ ଆଉ କୁନ୍ତୀ ତାଙ୍କ ଆସିକି ଯେତେବେଳେ ମିଶିକିନି ମା ପ୍ରଭୁଙ୍କୁ ଦେଖିଲେ, ମାଙ୍କ ସହିତ ବାବା ନିଜେ ଗରମ ପାଣିରେ ଗାଧେଇକି ବସିଛନ୍ତି। ସେଟା ଗୋଟେ କିମ୍ବଦନ୍ତୀ କହୁଛି। ତାପରେ ଲଙ୍କା, ଆମର ରାମାୟଣ କିମ୍ବଦନ୍ତୀ ଆସିଲେ ଯଦି ଆମେ କହିବା, ଯେତେବେଳେ ଲଙ୍କାରୁ ରାମଚନ୍ଦ୍ର ଫେରୁଥିଲେ, ଆସ୍ତେ 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 ଇଏ ଶୋଷଣ ଯେତେବେଳେ ଲୀନ ହେଇକି ଜାଗାରେ ଯେତେବେଳେ ଲୀନ ହେଇଗଲେ, ଶୋଷଣ ଯେତେବେଳେ ହନୁମାନଙ୍କୁ ପଚାରିଲେ, ରାମଚନ୍ଦ୍ର ବୋଲେ ହନୁମାନ ଶୋଷଣ କୁଆଡ଼େ ଗଲେ?
गला सार ई जगह प्रभु मुई जगह रहिबा जायनी इरा हम गोटे शोषण लिंग वैद्य लिंग बोली समस्त कहती तेणुक ये जिते रोग हो जिते जहाँ हेले भी पुओ झील लगी हो कि रोग लगी हो कि जेकोसी ये बेमारी लोकटे आसिक भी इन्हें बहुत बड़ प्राप्त हो जहाँ ठाकुर पाखर जाऊ रामायण वर्णित अनुसार आमर सुषेण थिले से प्रभु रामचंद्र के ये से वैद्य जड़े थिले जेतले भी आमर लक्ष्मण को सरबद होता से सुषेण भी रोगर ये करदे मुक्ति करदे से भी एठी आमर सुषेणकर जेहेतु एठे धीरे धीरे ये रामायण वर्णित अनुसार से अनुसार भी बाबा पाखक जे कहीं गोटे आमर देहरे कौन प्रकार रोग हो से आसिले प्रभुंकर स्मरण कले पाखे समर्पित हो गले से निश्चिंत भी भल लिंग स्थापना सीता देवी निजे आम से महानदी आनिकी चित्रतला नदी कहते महानदी नदी कहते पानी आनिक निजे सीता देवी स्थापन कर किंवदंती कहूँ किंतु आम बर्तमान जुड़े रिसर्च आम चली कौटा सत कौटा मिछ द्वापर जुग हाँ तेणुक रामायण सत द्वापर सॉरी त्रेताय रामायण सत कहूँ ना द्वापर जुगर महाभारत सत तेणुक कली जुगे बर्तमान तर्जमा चली बर्तमान सहित तार किसी फलाफल फलाफल मिली ना बोले आम आठमूली राज्यटा बौद्ध चलुला ना लोक दुई तीन जन बुढ़ा मैं बुढ़ा वयोज्येष्ठ लोक शुणा पाऊँ जहाँ आम पुथी पाँच जहाँ पुराण थिला से जिन गुड़ा बौद्ध अच्छी आम चली जोगाजोग चली भर किसी जना पड़ो कौटा सत कौटा मिछ तेणुक जेहेतु पुराण वर्णित एवं प्रभुंकर कृपा ताहा तो आम मानव हिसाब से एत तर्जमा करें तथापि भी किसी सत घटना खोजा को आम पाई चेष्टा करवा अच्छा बाबा विषय तो किसी रोगर मुक्ति हवा बाबा भिड़ लगे बाबा आविर्भाव विषय आप वर्णित कले बर्तमान आम देखुले गोटे बाहागर चली एठी बाहागर व्रत घर किसी बाहागर आर व्रत होची जलसाई हुए आर छोट छुआ मुंडन प्रबल प्रत्येक वर्ष मुंडन होमर चुटी बगा प्राय सब ये हुए आमर से पाखे घर गुड़े बना है से कौन भोजनालय लिखा जाए भोजनालय नुआ यहाँ पुणा था से पके आम ए नुआ गोटे बंगला तैयारी पुणा गेस्ट हाउस से पुणा गोटे थी नुआटे तैयारी जी बाहर आप बाहर लगे आग कंट्राक्ट कर रही पारे मंदिर कमिटी की जन कमिटी सब मंदिर कमिटी माध्यम से घरे रही पारे के खाई पारे किंतु धर मनकर अलग भक्त जने धर बाटोई दांडोई आसी एठी अन्न प्रसाद किसी व्यवस्था व्यवस्था अच्छे अन्न प्रसाद दुईटा भितर तीनटा भितर पाई पारे तार 2:30 भितर जदि मंदिर में कौन भक्त पहुंचे ताले अन्न प्रसाद पाई पारे अच्छा से अन्न प्रसाद किसी आर्थिक नौ कम आइटम अनुसार 30 टका 50 टका 100 टका भितर गोटे रोचे गोटे गोटे लोक ठाकुर प्रसाद पाइलु अधिका पैसा भी पड़ा हाँ भक्त श्रद्धालु भाई मान भल पाइबा आज्ञा तेणुक प्रत्येक दिन अन्न प्रसाद हो जो दिन आसिले 2:30 भितर भी पाई पारे धन्यवाद आपण बहुत धन्यवाद जहाँ प्रणाम करी आपको प्रभु जय जगन्नाथ जय श्री शंकर भोलेनाथ की जय हो आपण आशीर्वाद जोगे जोगे था आज्ञा एति मोर जेहेतु मुझे आसिली आज्ञा बइंडा पाखे गोटे ऑटो शोरूम खोल जाए बाबद किशोर नगर देनी माधुपुर देनी फेरुली बहुत दिन किसी गोटे आशा था बाबा धाम को छोट बड़ा आसी जहाँ तेणुक आसवि भिडियो टे करी जेहेतु मुझे फेसबुक आईडी माध्यम यूट्यूब चैनल माध्यम किसी भाई मानक किसी जगह बुली बुलिक देखा से आज आसी जाओ आपर वार्ता टिकक मोर श्रद्धालु भाई मैंने फेसबुक चैनल माध्यम जड़ित थी समस्त भाई मान हृदय अभिनंदन जनइबी प्रणाम करी जाओ आज आमर गुरु गुरुजन जहाँकि आमर बापा कहले तुक्ति हेब ना प्रभुंकर सेवा जोगे दे आसुँच बहुत दिन पीढ़ी पर पीढ़ी भाई माने जोगे दे आसुँच आपण मानक जो वार्ता टिकक रखिले जे रामायण एवं महाभारतर समयर सिद्धेश्वर बाबा महिमा ता आपण माने निश्चिंत तर्जमा करें बर्तमान तो आमर गुरुजन माने तर्जमा कर कली जुगे ता सत्य केते मिछ केते बुझापी तेणुक तो आम निश्चिंत जापर कि मध्यम आम बाबा दर्शन भी करें एठिक आसिले भी आपण मैंने कृपा लाभ करें हृदय सहित जदि बाबा को हृदय प्रणाम करने सहित नवेदन करेंगे निश्चिंत आपणकर देहरे किसी भी पुरातन रोग जदि थी ता भी भल हो निश्चिंत भाव
ତେଣୁକରି ମୁଁ ଆଉ ସମୟ ନେବିନି ଆସୁଛି ଆଜ୍ଞା। ଜୟ ଜଗନ୍ନାଥ ପ୍ରଭୁ ଜୟ ଶିବଶଙ୍କର ବାହୁଲାନାଥ। ଏଠି ଆମର ଆହୁରି ନନାମାନେ ଆସିଲେନି ମହାପାତ୍ର ଭାଇମାନେ। ଜୟ ଜଗନ୍ନାଥ ଭାଇ। ଯାହା ସମସ୍ତ ଭାଇମାନଙ୍କୁ ଭଗବାନ ମଙ୍ଗଳ କରନ୍ତୁ ଏବଂ ଭାଇମାନେ ଆମର ମଙ୍ଗଳରେ ରହିଲେ ଆମର ଶ୍ରଦ୍ଧାଳୁ ଭକ୍ତମାନେ ଆସିଲେ ତାଙ୍କର ବି ମାନ ହୃଦୟରେ ମଙ୍ଗଳ କାମନା ହେବ। ଆଉ ଯାହା ଯେମିତି ସମସ୍ତେ ଆସୁଛନ୍ତି ଦେଖିବା। ଆଉ ଆପଣଙ୍କ ସମୟ ନେବିନି।